ରାତିର ଅନ୍ଧକାରରେ ଆଲୋକ ଦେଖିଲୁ। ଆଜି ଆମେ ପହଞ୍ଚିଗଲୁ ମା ଦକ୍ଷିଣକାଳୀଙ୍କ ଦରବାରରେ। ଆଜି ଆମେ ସାଙ୍ଗମାନେ ମିଶି ଗୋଟେ ସୁନ୍ଦର ପ୍ଲାନ୍ କଲୁ ମା ଦକ୍ଷିଣକାଳୀଙ୍କ ଦର୍ଶନ କରିବା ପାଇଁ। ସନ୍ଧ୍ୟା ବେଳରେ ଆମେ ସବୁ ମିଶି ଯାତ୍ରା ଆରମ୍ଭ କଲୁ। ମନରେ ଥିଲା ଅଲଗା ପ୍ରକାରର ଶାନ୍ତି ଆଉ ଉତ୍ସାହ। କିଛି ସମୟ ପରେ ଆମେ ପହଞ୍ଚିଗଲୁ ଦକ୍ଷିଣକାଳୀଙ୍କ ମନ୍ଦିର ଗେଟ୍ରେ। ରାତିର ଆଲୋକରେ ପୁରା ଜାଗାଟା ବହୁତ ସୁନ୍ଦର ଦେଖାଯାଉଥିଲା। ଯୋଉଠି ଦେଖିବ ସେଇଠି ଭକ୍ତି ଓ ଆନନ୍ଦର ପରିବେଶ। ଗାଡ଼ି ପାର୍କିଂ କରି ଆମେ ମନ୍ଦିର ଆଡ଼କୁ ବଢ଼ିଲୁ। ରାସ୍ତାରେ ଗଲାବେଳେ ମେଳା ଭଳି ଅନେକ ଦୋକାନ ଦେଖିଲୁ। ଗୋଟେ ଛୋଟ ଦୋକାନରୁ ଆମେ ଦୀପ କିଣି ଧୀରେ ଧୀରେ ଆଗକୁ ଗଲୁ। ଏଣ୍ଟ୍ରି କଲାବେଳେ ରାସ୍ତାରେ ଗୋଟେ ବଡ଼ LED ସ୍କ୍ରିନରେ ମାଙ୍କର ଯାତ୍ରା ଚାଲିଥିଲା। ଯେତେ ଆଗକୁ ବଢୁଥିଲୁ ସେତେ ଭିଡ଼ ବଢୁଥିଲା। ରାତି ହେଇଥିଲେ ମଧ୍ୟ ବହୁତ ଲୋକ ଆସିଥିଲେ ମାଙ୍କର ଦର୍ଶନ ପାଇଁ। ମନ୍ଦିର ଭିତରେ ପ୍ରବେଶ କରିବା ମାତ୍ରେ ମନ ଭିତରେ ଏକ ଅଲଗା ପ୍ରକାର ଶାନ୍ତି ଅନୁଭୂତି ହେଲା। ଫୁଲର ସୁନ୍ଦର ସୁନ୍ଦର ଡେକୋରେସନ, ଝୁମରୁ ଆଲୋକ, ପୁରା ପରିବେଶଟା ପବିତ୍ର ଆଉ ମନୋହର ଲାଗୁଥିଲା। କିଛି ଲୋକ ବସି ପ୍ରସାଦ ସେବନ କରୁଥିଲେ ଆଉ ଆମେ ମଧ୍ୟ ମାଙ୍କର ପବିତ୍ର ଦର୍ଶନ କରି ଦୀପ ଲଗେଇବା ପାଇଁ ଗଲୁ। ଦୀପଟା ଲାଗିବା ମାତ୍ରେ ମନଟା ଯେମିତି ଝିଲମିଲ କରି ଉଠୁଥିଲା। ଆମେମାନେ ପ୍ରାର୍ଥନା କରି ବସିଗଲୁ ପ୍ରସାଦ ସେବନ କରିବା ପାଇଁ। ଶେଷରେ ପ୍ରସାଦ ପାଇ ହାଲକା କୋଲ୍ଡଡ୍ରିଙ୍କ ପିଇ ଆମେ ଫେରିଗଲୁ ପାର୍କିଂ ଜାଗାକୁ। ଗାଡ଼ି ଚଲେଇ ଘରକୁ ଫେରିବା ସମୟରେ ଶାନ୍ତି, ଏକ ଅନ୍ତୁଷ୍ଟ ଯାହା କେବଳ ମାଙ୍କର ଦର୍ଶନ ପରେ ହିଁ ମିଳିଥାଏ। ଏ ଥିଲା ଆଜିର ଆମର ମା ଦକ୍ଷିଣକାଳୀ ମନ୍ଦିର ଯାତ୍ରା। ପୁଣି ଦେଖା ହବା ନେକ୍ସଟ ବ୍ଲଗରେ। ଜୟ ମା ଦକ୍ଷିଣକାଳୀ।